প্রিয় দর্শক নমস্কার। মো ডক্টর ভবতোষ মণ্ডল আজি ଗୋଟିଏ ଅତି ସାଧାରଣ ରୋଗ ଉପରେ ଆଲୋଚନା କରିବି। ରୋଗଟିର କାରଣ ବିଶେଷ ଜଟିଳ ହୋଇନଥିଲେ ମଧ୍ୟ ତାର ଚିକିତ୍ସା ଦ୍ୱାରା ରୋଗୀମାନେ ସେପରି ଉପଶମ ପାଉନାହାନ୍ତି ବା ସମସ୍ୟାକୁ ନିର୍ମୂଳ ମଧ୍ୟ କରାଯାଇ ପାରୁନାହିଁ। ରୋଗୀଟି କଷ୍ଟ ଓ ଯନ୍ତ୍ରଣା ଭୋଗିବା ସହିତ ପୁରା ଅକର୍ମଣ୍ୟ ହୋଇପଡ଼ୁଛନ୍ତି। ଆଜିର ଆଲୋଚ୍ୟ ସମସ୍ୟାଟି ହେଉଛି ଗାଉଟ୍ ବା ଗଣ୍ଠିବାତ। ପ୍ରିୟ ଦର୍ଶକ, ଗଣ୍ଠିବାତ ବା ଗାଉଟ୍ କହିଲେ ଆମେ କ'ଣ ବୁଝୁ? ଗଣ୍ଠିବାତ କହିଲେ ଜଏଣ୍ଟ ବା ଗଣ୍ଠିର ଫୁଲା ଓ ପ୍ରଦାହଯୁକ୍ତ ଅବସ୍ଥାକୁ ବୁଝାଏ। ଗଣ୍ଠିବାତ ହେଲେ ଗଣ୍ଠି ଫୁଲିବା ସହିତ ଗରମ ଓ ଲାଲ ହୋଇଯାଏ, ପ୍ରବଳ ଯନ୍ତ୍ରଣା ହୁଏ, ଚଲାବୁଲା ଓ ସାଧାରଣ କାର୍ଯ୍ୟ କରିବା ମଧ୍ୟ ଅସମ୍ଭବ ହୋଇପଡ଼େ। ଜଏଣ୍ଟ ସବୁ ଫୁଲି ଟାଣ ହୋଇଯାଏ। ଏବେ ଆମେ ଜାଣିବା ଏହି ଯନ୍ତ୍ରଣାଦାୟକ ସମସ୍ୟା ସୃଷ୍ଟି ହୁଏ କିପରି। ଆମ ରକ୍ତରେ ୟୁରିକ୍ ଏସିଡ୍ ନାମରେ ଏକ ଉପାଦାନ ଥାଏ। ଆଧୁନିକ ବିଜ୍ଞାନ ଅନୁସାରେ ରକ୍ତରେ ଏହି ୟୁରିକ୍ ଏସିଡ୍ର ମାତ୍ରା ଅଧିକ ହେଲେ ସେହି ୟୁରିକ୍ ଏସିଡ୍ର ଏକ କମନ୍ ସଲ୍ଟ, ତାର ନାମ ହେଉଛି ମୋନୋସୋଡ଼ିୟମ୍ ୟୁରେଟ୍ସ। ଏହି ମୋନୋସୋଡ଼ିୟମ୍ ୟୁରେଟ୍ କ୍ରିଷ୍ଟାଲ ରୂପରେ ଜଏଣ୍ଟ ବା ସନ୍ଧିର ସାଇନୋଭିଆଲ ମେମ୍ବ୍ରେନ୍ ଓ ତାର ଆଖପାଖ ଟିସ୍ୟୁ ଭିତରେ ଜମା ହୋଇଯାଏ। ସେଠାରେ ଏହି କ୍ରିଷ୍ଟାଲ ଜମା ହେବା ଫଳରେ ଜଏଣ୍ଟ ଗୁଡ଼ିକ ଫୁଲିଯାଏ, ଗରମ ହୁଏ ଓ ପ୍ରବଳ ଯନ୍ତ୍ରଣା ହୁଏ। ପ୍ରିୟ ଦର୍ଶକ, ଆମେ ଜାଣିଲେ ଯେ ରକ୍ତରେ ୟୁରିକ୍ ଏସିଡ୍ର ମାତ୍ରା ଅଧିକ ହେଲେ ଗାଉଟ୍ ବା ବାତ ପରି ସମସ୍ୟା ସୃଷ୍ଟି ହୁଏ। ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାକୁ ହେଲେ ଆମର ଜାଣିବା ଉଚିତ ଯେ କେଉଁଠାରେ ୟୁରିକ୍ ଏସିଡ୍ ସୃଷ୍ଟି ହେଉଛି। ଆମର ଲିଭର, ଇଣ୍ଟେଷ୍ଟାଇନ୍ ଓ ଭାସ୍କୁଲାର ଏଣ୍ଡୋଥେଲିୟମରେ ୟୁରିକ୍ ଏସିଡ୍ ସୃଷ୍ଟି ହୁଏ। ମାତ୍ର ଲିଭରରେ ହିଁ ସର୍ବାଧିକ ୟୁରିକ୍ ଏସିଡ୍ ସୃଷ୍ଟି ହୋଇଥାଏ। ଆଧୁନିକ ବିଜ୍ଞାନ କହୁଛି ପ୍ୟୁରିନ୍ ଜାତୀୟ ଖାଦ୍ୟ ଖାଇଲେ ୟୁରିକ୍ ଏସିଡ୍ ଅଧିକ ହେବ। ପ୍ୟୁରିନ୍ ଫୁଡ୍ କ'ଣ? ନା ଯେଉଁ ଖାଦ୍ୟ ଖାଇଲେ ୟୁରିକ୍ ଏସିଡ୍ ଅଧିକ ସୃଷ୍ଟି ହୁଏ। ପ୍ରିୟ ଦର୍ଶକ, ଏବେ ଏହି ସମସ୍ୟା ସୃଷ୍ଟି ହେବା ପରେ ପ୍ୟୁରିନ୍ ଜାତୀୟ ଖାଦ୍ୟ ଖାଇଲେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ିଯାଉଛି। କିନ୍ତୁ ଯେତେବେଳେ ରୋଗୀ ଶରୀରରେ ଗଣ୍ଠିବାତ ହୋଇନଥିଲା ସେତେବେଳେ ସେହି ପ୍ୟୁରିନ୍ ଫୁଡ୍ ଅର୍ଥାତ୍ ମାଛ, ମାଂସ, କଲିଜା, ଡାଲି ଆଦି ପିଲାବେଳ ଠାରୁ ଖାଉଥିଲେ ମଧ୍ୟ କେବେ ହେଲେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ୁନଥିଲା ବା ଜଏଣ୍ଟରେ ସେପରି କୌଣସି ସମସ୍ୟା ଆସୁନଥିଲା। ତେବେ ଏବେ କ'ଣ ପାଇଁ ଏପରି ହେଉଛି? ପ୍ରିୟ ଦର୍ଶକ, ଏପରି ହେବାର କାରଣ ହେଉଛି ଲିଭର ସମସ୍ୟା। ପୂର୍ବରୁ ସେ ଯେତେବେଳେ ମାଛ, ମାଂସ ଆଦି ଖାଉଥିଲେ ସେତେବେଳେ ତାଙ୍କର ଲିଭର ସୁସ୍ଥ ଥିଲା, ତେଣୁ ଅଧିକ ୟୁରିକ୍ ଏସିଡ୍ ସୃଷ୍ଟି ହେଉନଥିଲା। ମାତ୍ର ବିଭିନ୍ନ କାରଣ, ଯେପରି କୌଣସି ସଂକ୍ରାମକ ରୋଗ ଭୋଗିବା ପରେ ଆଣ୍ଟିବାୟୋଟିକ୍ସ ଦ୍ୱାରା ଚିକିତ୍ସା କରିବା, ମଦ୍ୟପାନ କରିବା, ବିଭିନ୍ନ ପ୍ରକାର ଗରିଷ୍ଠ ଖାଦ୍ୟ ବା କେମିକାଲ ଯୁକ୍ତ ଔଷଧ ବର୍ଷ ବର୍ଷ ଧରି ସେବନ କରିବା ହେତୁ ଲିଭରରେ ସମସ୍ୟା ସୃଷ୍ଟି ହୁଏ। ତାର କାର୍ଯ୍ୟକ୍ଷମତା ହ୍ରାସ ହୁଏ। ଲିଭରରେ ବିଭିନ୍ନ ପ୍ରକାର ସମସ୍ୟା ହେତୁ ଲିଭର ମାତ୍ରାଧିକ ୟୁରିକ୍ ଏସିଡ୍ ସୃଷ୍ଟି କରେ। ୟୁରିକ୍ ଏସିଡ୍ ଏକ ବର୍ଜ୍ୟବସ୍ତୁ ଅଟେ, ତେଣୁ ତାହା ଶରୀରରୁ ବାହାରି ଯିବା ଦରକାର। ଆମର କିଡନୀ ଏହି ୟୁରିକ୍ ଏସିଡ୍କୁ ଫିଲ୍ଟର କରି ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରିଦିଏ। ଯଦି କୌଣସି ସମସ୍ୟା ହେତୁ ଲିଭର ଠିକ୍ ଭାବରେ କାର୍ଯ୍ୟ କରି ନପାରେ ତେବେ ମଧ୍ୟ ରକ୍ତରେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ିଯିବ। ୟୁରିକ୍ ଏସିଡ୍ ଅଧିକ ହେଲେ କିଡନୀରେ ମଧ୍ୟ ଷ୍ଟୋନ୍ ସୃଷ୍ଟି ହେବ। ତେଣୁ ଏଠାରେ ଦୁଇଟି ଅର୍ଗାନ ଲିଭର ଓ କିଡନୀର ସୁସ୍ଥତା ଓ କାର୍ଯ୍ୟକ୍ଷମତା ଉପରେ ନିର୍ଭର କରେ ୟୁରିକ୍ ଏସିଡ୍ର ମାତ୍ରା। ଲିଭର ସୁସ୍ଥ ନ ରହିଲେ ୟୁରିକ୍ ଏସିଡ୍ ଅଧିକ ହେବ।
पुणी लिभर ठीक परिमाण रे यूरिक एसिड सृष्टि करुथिले मध्य जदि किडनी ठीक भाव में ताहा निष्कासन करि न पारे ताहा हेले यूरिक एसिड रक्त रे बढ़ी जीवो फल गंठीबात एवं किडनी स्टोन परी समस्या सृष्टि हेबो। प्रिय दर्शक एबे आपण माने बुझी पारुथिबे जे प्रकृत रे गंठीबात पई यूरिक एसिड दायी नुहे। यूरिक एसिड जोगु गाउट हेउची सत मात्र यार मूल कारण होउची लिवर और किडनी समस्या। तेणु गंठीबातरू मुक्त होबाको हेले यूरिक एसिड कमिबा दरकार। आउ यूरिक एसिड कमिबा पई लिवर और किडनी सुस्थ होबा दरकार। ता सहित खाद्य प्रति ध्यान देले एही गंठीबात परी जटिल समस्या को सबुदिन पई दूर करि हेबो। प्रिय दर्शक पुणी मने रखंतु गंठीबात हेले केवल यूरिक एसिड कमेबा आउ जंत्रणा कमेबा पई औषध सेवन कले चलिब नाही। कौन कले एवं कि प्रकार खाद्य खाइले शरीर अधिक यूरिक एसिड हेबो नाही ता प्रति ध्यान देबाक हेबो। आम होमियोपैथिक चिकित्सा शास्त्र रे लिवर और किडनी रो विभिन्न समस्या दूर करिबा पई अनेक औषध रही। सेही औषध द्वारा समलक्षण मते चिकित्सा कले रोगीर लिवर और किडनी सुस्थ होबा सहित यूरिक एसिड मध्य नॉर्मल होई जिवो। आउ जॉइंट रे जमा होइथिबा मोनोसोडियम यूरेट मध्य अपसारित होई जॉइंट पूर्वपरी सुस्थ होई उठिबो। पूर्वरु गंठीबात चिकित्सा पाई किछि औषध आलोचना करिथिली। समस्या थिले सेही भिडियो गुडी को बारंबार देखंतु। तथापि बुझी न पारिले बा आम चिकित्सा सहायता दरकार माने कले सकाळ 8टा ठारू अपराह्न 1 पुणी अपराह्न 5टा ठारू 8टा मध्य फोन बा आम ठिकणा रे जोगाजोग करंतु। आम ठिकणा हेउची डॉक्टर भवतोष मंडल, मंडल होमियो एंड रिसर्च, गांधी छक, केन्दुझर। मोबाइल नंबर 8280093659 और 8249954435। प्रिय दर्शक मने रखंतु जेहेतु होमियोपैथिक चिकित्सा रोग लक्षण उपर निर्भर करे तेणु जे माने आम ठारू बहुत दूर अछंती से माने आम पाखक आसी न पारिले मध्य ऑडियो कॉल बा वीडियो कॉल माध्यम रे घरे रही चिकित्सा सुविधा पाई परिबे। एपरि अनेक रोगी अछंती जे माने चिकित्सा सुविधा नेउछंती बा नेइछंती। प्रिय दर्शक आमर एही वीडियो किपरि लागिला कमेंट करी जणातु। भल लागिथिले शेयर करी निजे उपकृत हवा सहित अन्य रोगी को सुस्थ हवा को सहयोग करंतु। आउ जदि आपण आम चैनल रो नूतन दर्शक तेबे परवर्ती वीडियो गुडी को पाइबा पाई एही चैनल को सब्सक्राइब मध्य करंतु। धन्यवाद।